ଆରୋଗ୍ୟ ଲାଭ କରିଥିଲେ, ଏହା ଭାରତର ଗୋଟାଏ ମୁଖ୍ୟ ତୀର୍ଥସ୍ଥାନ। ଭଗବାନ ତୁମର ମଙ୍ଗଳ କରନ୍ତୁ। ମହାମନ୍ତ୍ରୀ ରାଜ୍ୟର ସମସ୍ତ ଶିଳ୍ପୀ ମାନଙ୍କର ମୁଖ୍ୟକୁ ଆଦେଶ ଦି ସେ ତାଙ୍କର କାରିଗର ମାନଙ୍କୁ ନେଇ ରାଜମାତାଙ୍କ ଦ୍ୱାରା ନିରୂପିତ ସ୍ଥାନରେ ମନ୍ଦିର କାର୍ଯ୍ୟ ଆରମ୍ଭ କରନ୍ତୁ। ଆଜ୍ଞା ମହିମା, ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ। ଏମିତି କଣ ଚିନ୍ତା କରୁଛନ୍ତି? କଣ ଆଉ ଚିନ୍ତା, ରାଜାଙ୍କ ଆଦେଶ ଆଉ ମନ୍ଦିର। ଏଇଟା କଣ ତୁମ ଜୀବନର ପ୍ରଥମ ମନ୍ଦିର? ତୁମେ ତ କେତେ ମନ୍ଦିର ତିଆରି କରିଛ। ଆରେ ସେ ମନ୍ଦିର ଆଉ ଏ ମନ୍ଦିର, ଚନ୍ଦ୍ରଭାଗା ନଈର ପଦ୍ମତୋଳା ଗଣ୍ଡ ପଥର ସମ୍ଭାଳିକି ରହିଲେ ତ ମନ୍ଦିର ଗଢ଼ା ହବ। ଭଗବାନଙ୍କୁ ଡାକ, ସେ ହିଁ ତୁମକୁ ବାଟ ଦେଖେଇବେ। ହେ ପ୍ରଭୁ, ତୁମେ ହିଁ ସହାଭରସା, ତୁମେ ହିଁ ବାଟ ଦେଖେଇବ ପ୍ରଭୁ। ଶୁଣ, ଏ ବଂଶର ଭବିଷ୍ୟତକୁ ମୁଁ ତୁମ ପାଖରେ ଛାଡ଼ି ଯାଉଛି, ତାର ଯତ୍ନ ନେବ। ମୁଁ ବି ଭଗବାନଙ୍କୁ ଡାକୁଛି, ସେ ତୁମକୁ ସହାୟ ହେବେ। ତୁମେ ଶୀଘ୍ର ରାଜାଙ୍କ ଆଦେଶ ପୂରଣ କରି ଫେରି ଆସ। ଖାଲି ମନ୍ଦିରର ଚୁଳି ପରାଟା ସରିଗଲେ ଆମେ ଗୋଟେ ବଡ଼ ଦାୟିତ୍ୱରୁ ମୁକ୍ତ ହବୁ। ବାପ ରେ ବାପ, କେଡ଼େ ସୁନ୍ଦର, କେଡ଼େ ଉଚ୍ଚ ମନ୍ଦିର। ଯାଅ, ସେଇଠି କିଛି ଲୋକ ବସୁଛନ୍ତି, ପଚାରେ। ମଉସା ନମସ୍କାର। ମଉସା ନମସ୍କାର। ଆଜ୍ଞା, କିନ୍ତୁ ବିଶୁ ମହାରାଣୀ କିଏ? କିଏ ବାବା, ତୁମେ କାହାକୁ ଖୋଜୁଛ? ମହାରାଣୀଙ୍କୁ ଖୋଜୁଛି। କାହିଁକି ଖୋଜୁଛ? କଣ କାମ ତାଙ୍କ ପାଖରେ? ମୁଁ ହଉଛି ଧର୍ମ, ବିଶୁ ମହାରାଣାଙ୍କ ପୁଅ। 12 ବର୍ଷ ପୂର୍ବରୁ ବାବା ଆସିଥିଲେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଗଢ଼ିବା ପାଇଁ। ହେଇ ଦେଖୁନ, ଆମ ବାଡ଼ି ବରକୋଳି ଆଉ ବୋଉ ଦେଇଥିବା ମୁଦି। ଆରେ ମୋ ପୁଅ, ଆରେ ତୁ ଏତେ ବଡ଼ ହେଇଗଲୁଣି, ତତେ ଦେଖିବା ପାଇଁ କେବେଠୁ ଚାକର କରି ଚାହିଁ ବସିଛି। ଆଉ ବାପା, ଆଉ ଟିକେ ମୋ କୋଳକୁ ଆ। ତୁମେ ଦୁଃଖୀ ଲାଗୁଛ, କଣ ହେଇଛି ତୁମର? ଆରେ ନା, ସେ କିଛି ନୁହଁ। ଆଉ ତୁ ବା ଜାଣିଲେ କଣ କରିପାରିବୁ? ମତେ ତ କୁହ। 7 ଦିନ ହେଇଗଲାଣି ଦଧି ନଉତି ବସି ପାରୁନି। ସମସ୍ତ ପାଠ, ସମସ୍ତ ଚେଷ୍ଟା ବିଫଳ ହେଇସାରିଛି। ରାଜାଙ୍କର ଆଦେଶ, କାଲି ସକାଳ ସୁଦ୍ଧା ମନ୍ଦିରର ଚୁଡ଼ି ନ ଗଲେ 1200 ବଢ଼େଇଙ୍କର ମୁଣ୍ଡ କାଟ ହବ। ମୋ ଉପରେ ଭରସା ରଖ ବାବା, ମୁଁ ମନ୍ଦିରର ଚୁଡ଼ି ମାରିଦେବି। ଘରେ ତୁମେ ରଖିଥିବା ସମସ୍ତ ସ୍ଥାପତ୍ୟ ଶାସ୍ତ୍ର ମୁଁ ପଢ଼ି ଦେଇଛି। ମୋର ସେ ବିଷୟରେ ଜ୍ଞାନ ଅଛି ବାପା। ହଁ ବିଶୁ ଭାଇ, ସିଏ ଯଦି କହୁଛି ଚୁଳି ମାରିଦବ, ତାକୁ ଗୋଟେ ସୁଯୋଗ ଦେଲେ ଅସୁବିଧା କୋଉଠି ରହିଲା? ହଁ, ତାକୁ ଗୋଟେ ସୁଯୋଗ ଦିଅ।
ଧନ୍ୟ। ବାଳସୁର ବଳେଇଙ୍କର ମୁଣ୍ଡ ରହିଗଲା। ଆଜି ସକାଳ ସୁଦ୍ଧା ମନ୍ଦିର ଚୁରି ନ କରିଥିଲେ ରାଜାକୁ ଆମକୁ କ୍ଷମା ଦେଇଥାନ୍ତେ। ତମେ ଚିନ୍ତା କଲଣି? ରାଜା ଯେତେବେଳେ ଜାଣିବେ ଗୋଟିଏ 12 ବର୍ଷର ପିଲା ମୁଠିରେ ଚୋରି ମାରି ଦେଇଛି, କଣ ଆମକୁ ଛାଡ଼ିବେ? ଟଙ୍କା ଟଙ୍କା ଥୋୟ ବିଶୁ ଭାଇ। ହଁ ମିଶୁ ଭାଇ, ଏ ଯାହା କହୁଛି ସତ। ରାଜା ସତ ଜାଣିଲେ ଆମ ଅବସ୍ଥା କଣ ହେବ? କହ ବିଶୁ ଭାଇ କହ, ପୁଅର ଦାୟ ନା 1200 ବଢେଇର ଦାୟ? ନା 1200 ବଢେଇର ଦାୟ? ପୁଅର ଦାୟ ନା 1200 ବଢେଇର ଦାୟ? ପୁଅର ଦାୟ ନା 1200 ବଢେଇର ଦାୟ? ହେ ଭଗବାନ, ପୁଣି ଏ ପରୀକ୍ଷାରେ ପକଉଛ ପ୍ରଭୁ। କଣ ତୁମ ମନରେ ଅଛି ପ୍ରଭୁ? କଣ ତୁମ ମନରେ ଅଛି? ମୋଭଳି ସାମାନ୍ୟ ବାଳକ ପାଇଁ 1200 ବଢ଼େଇଙ୍କ ଜୀବନ ବିପଦରେ, ତେବେ ଏହି ଜୀବନର କି ଲାଭ କଣ? କହ ବିଶୁ ଭାଇ କହ, ପୁଅର ଦାୟ ନା 1200 ବଢେଇର ଦାୟ? କହ ମିଶୁ ଭାଇ କହ, ପୁଅର ଦାୟ ନା 1200 ବଢେଇ? କହ ମିଶୁ ଭାଇ କହ, ପୁଅର ଦାୟ ନା 1200 ବଢେଇର ଦାୟ? ଏ ଧରମା, ଆରେ ଶୁଣୁ ଶୁଣୁ ବାପା, ତୁ ସାରକୁ ଯା ନା ବାବାରେ। ଏ ଧରମା, ଆରେ ଯା ନା ଧରମା। ରାଜପୁରୋହିତ ଓ ବାସ୍ତୁକାର ମାନଙ୍କର ବାରଣ ସତ୍ତ୍ୱେ ରାଜାଙ୍କର ଆଦେଶରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁକ୍ଳପକ୍ଷ ମାଘ ସପ୍ତମୀରେ ମହାସମାରୋହରେ ଅନୁଷ୍ଠିତ ହୁଏ। କିନ୍ତୁ ଏ କ'ଣ? ଅଚାନକ ମନ୍ଦିରର ମୁଖ୍ୟ ସିଂହମୂର୍ତ୍ତି ସହିତ ଅନ୍ୟ କିଛି ଅଂଶ ଭାଙ୍ଗି ପଡ଼େ। ସୁଦୃଶ୍ୟ ମନ୍ଦିର ପରିଣତ ହୁଏ ଏକ ଭଗ୍ନ ମନ୍ଦିରରେ, ଯାହା ଆଜି ଆମ ସମ୍ମୁଖରେ ଇତିହାସର ମୁଖ ସାକ୍ଷୀ ହୋଇ ଦଣ୍ଡାୟମାନ।